କୁକୁର ଜାତିର ଲୋକମାନେ ଯେତେ କହିଲେ ମଧ୍ୟ ସେମାନେ ବୁଝିପାରନ୍ତି ନାହିଁ। ହଁ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆଜି ମୁଁ ଏମିତି ଏକ ବ୍ୟକ୍ତିଙ୍କର ଭିଡିଓ ଦେଖେଇବା ପାଇଁ ଯାଉଅଛି। ଆପଣମାନେ ସେ ଭିଡିଓ ଦେଖିଲା ମାତ୍ରେ ଆପଣମାନଙ୍କୁ କଣ ଲାଗିବ ସେ କଥା ତ ମୁଁ ଜାଣି ନାହିଁ, କିନ୍ତୁ ମୋତେ ସେ ଭିଡିଓ ଦେଖିଲା ପରେ ଏମିତି ଲାଗିଲା ଏମାନେ ଗୋଟେ ଗୋଟେ ପାଗଳ କୁକୁର, ଏମାନେ ଯାହାକୁ ପାଆନ୍ତି ତାକୁ କାମୁଡନ୍ତି। ଏମିତି ଅନେକ କୁକୁର ଯାକ ଆସିକି, ଏମିତି ଅନେକ ଲୋକ ଆସିକି ଆଜି ଖ୍ରୀଷ୍ଟ ଧର୍ମକୁ ଖରାପ କରିକି କାହାର ତ ଚ୍ୟାନେଲ ଯାକ ଖରାପ ହେଇଯାଇଛି, ଆଉ କିଏ ତ ଜେଲ ଯାଇଛନ୍ତି, ଆଉ କିଏ ତ କଣ ଅବସ୍ଥା ହେଇଛନ୍ତି ସେଇ କଥା ସେମାନଙ୍କୁ ହିଁ ଜଣା। ସେଇ ବିଷୟ ଖ୍ରୀଷ୍ଟିଆନ ମାନେ କରିନାହାନ୍ତି, ନିଜ ନିଜର କର୍ମ ସେମାନେ ପାଉଛନ୍ତି। ତ ଠିକ ସେମିତି ଆଜି ଏମିତି ଏକ ଲୋକର ଭିଡିଓ ଦେଖେଇବା ପାଇଁ ଯାଉଅଛି। ଆପଣମାନେ ଲୋକର ଭିଡିଓ ଟିକେ ଦେଖନ୍ତୁ, ତାପରେ ଆମମାନେ ଆଗକୁ କଥା ହେବା। ତ ଦର୍ଶକ ବନ୍ଧୁ, ଆପଣମାନେ ଦେଖିଲେ ଆଉ ସେ ପ୍ରଭୁ ଯୀଶୁଙ୍କୁ ଯେମିତି ମାରିଥିଲେ ତାହାକୁ ନେଇକି ସେ ଅଭିନୟ କରୁଛି ବା ତାହାକୁ ନେଇକି ସେ ମଜାକ ଉଡଉଛି। ତ ମୁଁ ଏତିକିରେ କହିବା ପାଇଁ ଚାହେଁ, ଏମାନେ ସବୁ ଜାଣନ୍ତି ପ୍ରଭୁ ଯୀଶୁଙ୍କୁ କେମିତି ମାରିଲେ ଏବଂ ପ୍ରଭୁ ଯୀଶୁ 3 ଦିନ ପରେ ପୁନରୁତ୍ଥିତ ହେଲେ ବା ଜୀବିତ ହେଲେ ସେଇ କଥା ବି ଜାଣନ୍ତି। କିନ୍ତୁ ଏଇ ମୂର୍ଖ ଗୁଡାକ ପରିବେଶକୁ ଗୋଟେ ଏମିତି ଖରାପ ବାର୍ତ୍ତା ଦିଅନ୍ତି, ଯାହାକି ଏମାନଙ୍କର ନିଜର କର୍ମ ହିଁ ଠିକରେ ଜଣା ପଡେ ଯେ ଏଇମାନଙ୍କର ଓକାତ କଣ, ଏଇମାନଙ୍କର ଜ୍ଞାନ କଣ, ଏଇମାନଙ୍କର ଧର୍ମ କଣ। ତ ଦର୍ଶକ ବନ୍ଧୁ, ମୁଁ ଏଇଠି କାହାର ଧର୍ମକୁ ଆକ୍ଷେପ କରିକି, କାହାର ଧର୍ମକୁ ଖରାପ କରିକି, କାହାକୁ ନିଚା ଦେଖେଇକି କହିବା ପାଇଁ ଚାହେଁ ନାହିଁ, କିନ୍ତୁ ମଣିଷର ବିବେକ, ମଣିଷର ନିଜର ବିଚାର, ନିଜର ଚିନ୍ତାଧାରାକୁ ମୁଁ ଆପଣମାନଙ୍କ ପାଖକୁ ପହଞ୍ଚେଇବା ପାଇଁ ସବୁବେଳେ ଚେଷ୍ଟା କରେ। ଆଉ ଦର୍ଶକ ବନ୍ଧୁ, ଆପଣମାନେ ଦେଖିପାରୁଛନ୍ତି ଆଉ ଏଇଠି ପ୍ରଭୁ ଯୀଶୁଙ୍କୁ ଏମିତି ମାରିଲେ, ଆଉ ସେ ଏମିତି ହେଲେ, ଅଙ୍କ ଶଙ୍କ କେତେ କଥା କହୁଛନ୍ତି। ଯଦି ଏମାନଙ୍କର ସେତିକି ଅକାତ, ସେତିକି ଜ୍ଞାନ ଯଦି ଥାନ୍ତା, ସେତିକି ବୁଦ୍ଧି ଯଦି ଥାନ୍ତା, ତାହେଲେ 3 ଦିନ ପରେ ପ୍ରଭୁ ଯୀଶୁ ପୁନରୁତ୍ଥିତ ହେବା ବା ଜୀବିତ ହେବା ବିଷୟ କାହିଁକି ଏମାନେ କହୁନାହାନ୍ତି? ଏମାନେ ଜାଣିଛନ୍ତି ପ୍ରଭୁ ଯୀଶୁ 3 ଦିନ ପରେ ସେ ଉଠିଥିଲେ, କିନ୍ତୁ ଏମାନେ ତାହା କହିବେ ନାହିଁ, କାରଣ ଏମାନେ ମୂର୍ଖ ଗୁଡାକ। ସବୁ ଜାଣିକି ଏମାନେ ପରିବେଶକୁ ଗୋଟେ ଖରାପ ବାର୍ତ୍ତା ଦିଅନ୍ତି। ହଁ ଦର୍ଶକ ବନ୍ଧୁ, ଆଜି ଏମିତି ଅନେକ ଲୋକ ଖ୍ରୀଷ୍ଟ ଧର୍ମକୁ ଏମିତି ଖରାପ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ସତ୍ୟ ବାଇବେଲ, ସତ୍ୟ ବାକ୍ୟ କେବେ ବି ଖରାପ ହୁଏ ନାହିଁ। ଏଇ କଥା ଯୋଉମାନେ ଜାଣିନଥିବେ, ଯୋଉମାନେ ବାକ୍ୟ ଜାଣିନଥିବେ, ଶୁଣି ନଥିବେ, ସେଇମାନେ ହୁଏତ ବିଶ୍ୱାସ କରିନେବେ, କିନ୍ତୁ ଯୋଉମାନେ ବାକ୍ୟ ଶୁଣିଛନ୍ତି, ଜାଣିଛନ୍ତି, ସେଇମାନଙ୍କୁ ଏଇପରି ଲୋକମାନେ କେତେ ପ୍ରଭୁ ଯୀଶୁଙ୍କୁ ନେଇକି ଖରାପ ଭିଡିଓ ବା ଖରାପ କଥା କହିଲେ ମଧ୍ୟ କେହି ବି ବିଶ୍ୱାସ କରିବେ ନାହିଁ। କାରଣ ଖ୍ରୀଷ୍ଟିଆନ ଲୋକମାନେ ସତ୍ୟ କଣ ଜାଣନ୍ତି, ଖ୍ରୀଷ୍ଟିଆନ ଲୋକମାନେ ସତ୍ୟ ପଥ କଣ ଜାଣନ୍ତି, ଆଉ ଖ୍ରୀଷ୍ଟିଆନ ଲୋକମାନେ ଜୀବିତ ଈଶ୍ୱର କିଏ ତାହା ମଧ୍ୟ ଜାଣନ୍ତି। ଏବଂ ସେଥିପାଇଁ ସେମାନେ ଅନେକ ଲୋକ ଆଜି ପରିବର୍ତ୍ତନ ହେଉଛନ୍ତି, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି। ଆଉ ମୁଁ ଏତିକି ବିଶ୍ୱାସ କରୁଛି, ଏମାନେ ଆଜି ନହେଲେ କାଲି, କାଲି ନହେଲେ ପହରଦିନ, ଏଇ ମାସ ନହେଲେ ଆର ମାସ, ଏ ବର୍ଷ ନହେଲେ ଆସନ୍ତା ବର୍ଷ, ଏଇମାନେ ନହେଲେ ତାଙ୍କର ଛୁଆମାନେ ନିଶ୍ଚିନ୍ତ ଭାବରେ ଖ୍ରୀଷ୍ଟିଆନ ହେବେ, ତାହା ମୁଁ ବିଶ୍ୱାସ କରୁଛି। ଆଉ ଏମାନେ ଆଜି ଆସି ଖ୍ରୀଷ୍ଟ ଧର୍ମକୁ ମଜାକ ଉଡଉଛନ୍ତି। ଏମିତି ଅନେକ ଲୋକ ମଜାକ ଉଡଉଛନ୍ତି, କିନ୍ତୁ ସେମାନେ ପରିବର୍ତ୍ତନ ହେଉଛନ୍ତି ଏବଂ ସେମାନେ ନିଜେ ଠିଆ ହେଇକି ସାକ୍ଷ୍ୟ ଦେଉଛନ୍ତି ଯେ ଆମେ ଖ୍ରୀଷ୍ଟ ଧର୍ମକୁ ଖରାପ କରୁଥିଲୁ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆମେ ଅତ୍ୟାଚାର କରୁଥିଲୁ, ସେମାନଙ୍କୁ ଆମେ ମାଡ ମାରୁଥିଲୁ, ସେମାନଙ୍କୁ ଆମେ ଅନେକ ଖରାପ କଥା କହୁଥିଲୁ, କିନ୍ତୁ ଆଜି ଆମେ ପରିବର୍ତ୍ତନ ହେଇଛୁ ବୋଲି ଅନେକ ଲୋକ କହୁଛନ୍ତି। ଆଉ ଏଇମାନେ ତ କଣ, ଏଇମାନେ ତ ବହୁତ ଜଲ୍ଦି ପରିବର୍ତ୍ତନ ହେବେ। ଏମାନଙ୍କୁ ଆମେ ଅଭିଶାପ ପକେଇବା ନାହିଁ, କାରଣ ଆମେ ସତ୍ୟ ବାଇବଲର ବାକ୍ୟ ଆମେ ଜାଣୁ। ବାକ୍ୟରେ ପରମେଶ୍ୱର କୁହନ୍ତି, ଯୋଉମାନେ ତୁମକୁ ଅଭିଶାପ ପକାନ୍ତି ସେମାନଙ୍କୁ ଆଶୀର୍ବାଦ କର, ଯୋଉମାନେ ତୁମକୁ ତାଡ଼ନା କରନ୍ତି ସେମାନଙ୍କୁ ପ୍ରେମ କର, ଆଉ ଯୋଉମାନେ ତୁମକୁ ନିନ୍ଦା କରନ୍ତି ସେମାନଙ୍କ ପାଇଁ ତମେ ପ୍ରାର୍ଥନା କର ବୋଲି ବାକ୍ୟ କୁହେ। ଆଉ ଆଜି ଅନେକ ଲୋକ ତାହାର ବିପରୀତକୁ ପ୍ରଚାର କରନ୍ତି, କିନ୍ତୁ ଠିକ ବାକ୍ୟକୁ କେହି ବି ପ୍ରଚାର କରନ୍ତି ନାହିଁ। ଯଦି ଠିକ ବାକ୍ୟକୁ ପ୍ରଚାର କଲେ ସମଗ୍ର ଦେଶରେ ସବୁ ଲୋକ ଖ୍ରୀଷ୍ଟିଆନ ହେଇଯିବେ, ଆଉ କିଛି ବି ରହିବେ ନାହିଁ। ସେଥିପାଇଁ ଅନେକ ଲୋକ ଆଜି ଖରାପ କରିକି କହିବା ପାଇଁ ଚାହୁଁଛନ୍ତି, କିନ୍ତୁ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଆପଣମାନେ ସତ୍ୟ କଣ ତାହା ଜାଣନ୍ତୁ। ଲୋକମାନଙ୍କର କଥା ବା ଅନେକ ଶୁଣିବି, ଅନେକ କଥା କହିବେ ଲୋକମାନେ, କିନ୍ତୁ ଯାହା ସତ୍ୟ ତାହା ଆପଣମାନେ ଶୁଣନ୍ତୁ। ଯଦି ଲୋକମାନେ ତାହା କହୁଛନ୍ତି, ତେବେ ବି ଆପଣମାନେ ପରୀକ୍ଷା କରନ୍ତୁ। ବାଇବଲ ଅଛି, ଆପଣମାନେ ବାଇବଲ ପଢନ୍ତୁ। ବାଇବଲରେ ଆପଣମାନେ
ନିଶ୍ଚିନ୍ତ ଭାବରେ ଉତ୍ତର ପାଇବେ କଣ ଠିକ କଣ ଭୁଲ। ଆଉ ନିଶ୍ଚିନ୍ତ ଭାବରେ ଆପଣମାନେ ବାଇବେଲ ପଢ଼ିଲା ପରେ ନିଶ୍ଚିନ୍ତ ଭାବରେ ଆପଣମାନେ ବୁଝିପାରିବେ ଏବଂ ପରିବର୍ତ୍ତନ ଆପଣମାନେ ମଧ୍ୟ ହେବେ। ତ ଆପଣମାନଙ୍କୁ ମୁଁ ଗୋଟେ କଥା କହିବା ପାଇଁ ଚାହିଁବି ଏ ଭିଡ଼ିଓକୁ ଆପଣମାନଙ୍କୁ ମୁଁ କହୁନାହିଁ ଭିଡ଼ିଓକୁ ଲାଇକ୍ କର, କମେଣ୍ଟ କର, ଫରଫର ମାନେ ମୋତେ ପଇସା ପଠାଅ। କିଛି ଦରକାର ନାହିଁ ଆଜ୍ଞା। ଖାଲି ଏ ଭିଡ଼ିଓକୁ ଆପଣମାନେ ବହୁତ ମାତ୍ରାରେ ସେୟାର କରନ୍ତୁ। ତାକି ଏମିତି ଯୋଉମାନେ କରୁଛନ୍ତି ସେମାନେ ହୁଏତ ସୁଧୁରି ଯିବେ, ସେମାନେ ହୁଏତ କିଛି ବୁଝିବେ, ସେମାନେ ହୁଏତ ପରିବର୍ତ୍ତନ ହେବେ। ଧନ୍ୟବାଦ।